ପଶୁ ରତ୍ନାକର ଭଳି ଗୋଟେ ମଣିଷ ଯିଏ ତାର ପ୍ରତି ମୁହୂର୍ତ୍ତରେ ତାର କାମ ଥିଲା ମଣିଷକୁ ମାରିବା। କେବଳ ସେ ମଣିଷ ମାରି ଶିଖିଥିଲା। ଆଉ ମଣିଷ ମାରିବା ହଉଛି ବିଶ୍ୱରେ ଶ୍ରେଷ୍ଠ ଅପରାଧ, ମହାପାପ। ଆଉ ଅତି ମଣିଷ ନିଷ୍ଠୁର ନିର୍ମମନ ହେଇଗଲେ ସେ ମଣିଷକୁ ହତ୍ୟା କରିବନି। ସେଇ ଲୋକ ଭିତରେ ମଧ୍ୟ ଭକ୍ତିର ପରାକାଷ୍ଠା ଥିଲା। ସାମାନ୍ୟ ଟିକେ ପରଶରେ, ସାମାନ୍ୟ ଟିକେ ଏମିତି ଗୋଟେ ସଂଯୋଜନା ଭିତରେ ଦେଇ ପରମ ପିତାଙ୍କ ଇଚ୍ଛା ଦୟା କରୁଣାରେ ଯେତେବେଳେ ନାରଦ ପ୍ରଭୁ ନାମ ପ୍ରଚାର କରିକି ଯାଇ ପହଞ୍ଚି ଗଲେ, ସେଇ ଖବରଟା ତ କାନରେ ପହଞ୍ଚି ଗଲା। ସେ ଲୋକ ମଧ୍ୟ ବାଲ୍ମୀକି ହେଇକି ପ୍ରଭୁ ରାମଚନ୍ଦ୍ରଙ୍କ ଆଗମନ ପୂର୍ବରୁ ରାମାୟଣ ରଚନା କରିପାରିଲା। ସିଏ ବି ଭକ୍ତ ଥିଲା। ଆଉ ଆପଣ ମାନେ ତ ସମସ୍ତେ ଭକ୍ତ, ବିଶ୍ୱରେ ସମସ୍ତେ ଭକ୍ତ। କାରଣ ଭଗବାନ କହୁଛନ୍ତି ଗଡ୍ କ୍ରିଏଟ୍ ମ୍ୟାନ୍ ଆଫ୍ଟର ହିଜ୍ ଓନ୍ ଇମେଜ୍। ଭଗବାନ ଯେତେ ସୃଷ୍ଟି କରିଛନ୍ତି, ଜୀବଜନ୍ତୁ, କୀଟପତଙ୍ଗ, ବୃକ୍ଷଲତା, ସଜୀବ ନିର୍ଜୀବ, ସମସ୍ତେ ତାଙ୍କର ସ୍ୱପ୍ରତିକୃତ। ଆମେ ସମସ୍ତେ ଆସିଛେ, ଯିଏ ଏଠି ବସିଛେ ସମସ୍ତେ ତାଙ୍କ ପାଖରୁ ଆସିଛେ, ତାଙ୍କ ଇଚ୍ଛାରେ ଆମେ ସମସ୍ତେ ସେଇ ପରମାତ୍ମା ପାଖରୁ ଆସିଛେ ଆତ୍ମା ନେଇକି। ଆମ ଭିତରେ ସେ ଗୋଟେ ଆତ୍ମା ଦେଇଛନ୍ତି। ଏ ଆତ୍ମା ମତେ କଥା କହୁଛି, ଏ ଆତ୍ମା ମତେ ହିଂସା ଶିଖଉଛି, ଏ ଆତ୍ମା ମତେ ଗୀତ ବୋଲି ଶିଖଉଛି, ଏଇ ଆତ୍ମା ମତେ ଭଲ କଥା କହି ଶିଖଉଛି ତାଙ୍କ ନିର୍ଦ୍ଦେଶରେ। ତେଣୁ ଭଗବାନ କହିଲେ ମନୁଷ୍ୟ ମଧ୍ୟ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତେଣୁ ସେ ଆମ ଦିବ୍ୟ ଜ୍ଞାନକୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ସେତେବେଳେ ସେ ସନ୍ତୋଷ ହୁଅନ୍ତି। ଆଉ ସେତେବେଳେ ଐଶୀ କୃପା, ଈଶ୍ୱର କୃପା, ଗୁରୁର ଦୟା, ଭଗବାନଙ୍କ ଦୟା ମଣିଷ ଅନୁଭବ କରିପାରେ, ଉପଲବ୍ଧି କରିପାରେ, ଆଶୀର୍ବାଦ ଅଧିକାରୀ ହେଇ ଉଠେ। ସେଇଥିପାଇଁ ଯୁଗେ ଯୁଗେ ପରମ ପ୍ରେମମୟ ବା ପରମ ପିତା ପ୍ରତି ଯୁଗରେ ତାଙ୍କୁ ଆସିବାକୁ ପଡେ, ପ୍ରତି ଯୁଗରେ ତାଙ୍କୁ ଆସିବାକୁ ପଡେ।